ମୁଁ ଭାବୁଛି ମାନେ ବ୍ଲଗ ବନେଇ ଛାଡ଼ିଦେବି ବୋଲି ହେଲା। ବହୁତ ମୁସ୍କିଲରେ ପଡ଼ିଗଲେଣି, ବହୁତ ହଇରାଣ ହେଇଗଲେଣି। ଆରେ ଶୁଣି 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 ଆରେ ଗୋଟେ କାମ ପଇସା ଦରକାର ଥିଲା ତ କିଡ଼ନୀଟା ନେଇଥାନ୍ତୁ ବିକିଥାନ୍ତୁ। କିଛି ପଇସା ଆରେ ତୁ ବି ନେବୁ ଏଇଥିରୁ ଭାଗ ପାଇବୁ ହେଲା। ଗୋଟିଏ ଦେଇଦେଲେ ବାସ୍ ଲକ୍ଷେ ଟଙ୍କା ମିଳିଯିବ ହେଲା। ସୋ ହେ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ଟୁ ସାନୁ ବ୍ଲଗ୍। ଆଶା କରୁଛି ଆପଣମାନେ ଭଲ ଥିବେ, ଖୁସି ଥିବେ, ଲାଇଫଟାକୁ ଗାଇସ୍ ଏନ୍ଜୟ କରୁଥିବେ। ସୋ ଗାଇସ୍, ତ ସକାଳ ଏବେ ଟାଇମ୍ ହେଇଗଲାଣି 8ଟା ପୁଣି ବାଜିଗଲାଣି। ସକାଳୁ ସକାଳୁ ବ୍ଲଗ୍ ଷ୍ଟାର୍ଟ କରିବାର ମତଲବ କ'ଣ ହେଉଛି ନା, ଚୁଟି ମୁଟି ଏବେ କାଟି ଦେଇଛି ବର୍ତ୍ତମାନ। ମାନେ ବାଇଆ ଦେଖା ହେଉଥିଲି, ଖାଲି କାଟିକି ପଳେଇ ଆସିଲି। ଆଉ ବର୍ତ୍ତମାନ ଗାଇସ୍ ବହୁତ ମୁସ୍କିଲରେ ବହୁତ ପଡ଼ିଯାଇଛନ୍ତି। କାହିଁକିନା ଭିଡ଼ିଓଟାକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ହେଲା। କାହିଁକି ମୁଁ ଭାବୁଛି ମାନେ ବ୍ଲଗ୍ ବନେଇ ଛାଡ଼ିଦେବି ବୋଲି ହେଲା। ବହୁତ ମୁସ୍କିଲରେ ପଡ଼ିଗଲେଣି, ବହୁତ ହଇରାଣ ହେଇଗଲେଣି। ବ୍ଲଗ୍ ବନେଇବା ମୁଁ ଭାବୁଛି ଛାଡ଼ିଦେବି ବୋଲି। ତ ଦେଖିବା କ'ଣ ହେଉଛି କ'ଣ ନାହିଁ। ଏ ବ୍ଲଗ୍ରେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଲାଷ୍ଟରୁ ପୁରା କହିବି ଆଉ କ'ଣ ହେଇଛି ପ୍ରୋବ୍ଲେମ୍ କ'ଣ ନାହିଁ ହେଲା। ତ ଭିଡ଼ିଓକୁ ଏଣ୍ଡ ତକ ଦେଖ, କ'ଣ ହେଉଛି କ'ଣ ନାହିଁ ଆପଣମାନଙ୍କୁ ଜଣାଇବି ହେଲା। ତ ଯଦି ଭିଡ଼ିଓ ଭଲ ଲାଗିବ ପ୍ଲିଜ୍ ଗୋଟେ ଲାଇକ୍ଟେ କରିବେ, ସେୟାର କରିବେ। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ ନିଶ୍ଚିନ୍ତ କରି ଘଣ୍ଟି ବଟନକୁ ଦବାଇ ଦେବେ। ସୋ ଆଜିର ଭିୟୁଟା ପୁରା ମସ୍ତ ଦେଇଛି। ଆଉ ଏଠି ସୁଶୀଲ ଭାଇ କାମ ଆଜି ରାତି ଯାକ କରି କରି ପୁରା ହାଲତ ଖରାପ ହେଇଗଲା ହେଲା। ସୁଶୀଲ ଭାଇ କେମିତି କାମ ଚାଲିଥିଲା ରାତି ଯାକ? ହାଲତ ପୁରା ଖରାପ ତାହେଲେ ଆଉ। ତାହେଲେ ଆଜି ରାତିରେ ଯାହେଲେ ପାଟି ଫାଟି ହବ ଆଉ ହାଲତ ଆଉ। ଆଉ ସଞ୍ଜୟ ଏଇପଟେ ଉଠି ପଡ଼ିଲେ ବର୍ତ୍ତମାନ ହେଲା। ସେ ଯାଉଛନ୍ତି ବାଥରୁମ୍। ହଁ, ଆଉ ବର୍ତ୍ତମାନ ଆଜିର ଭିୟୁଟା ପୁରା ମସ୍ତ ଦେଇଛି ହେଲା। ଦେଖ ପୁରା ଖରା ମାନେ ହେଭି ରେଟ୍ରେ ଖରା ଆଜି ହେଉଛି। ଆଉ ଭିୟୁଟା ଦେଖ, ମେଘ ଏଇପଟେ ମେଘ ଉଠେଇଛି କିନ୍ତୁ ଖରା ଜୋରିଆ ହେଉଛି ହେଲା। ଏଇପଟେ ସଞ୍ଜୟ ଭାଇ ଗାଧୋଇବାକୁ ଗଲେଣି। ଆଉ ବର୍ତ୍ତମାନ ମୋ ଗାମୁଛା କଷି ପଡ଼ିଛି, ତଳକୁ ଯିବାକୁ ପଡ଼ିବ। ଗାମୁଛାଟା କିନ୍ତୁ ପଡ଼ିଗଲା। ତ ବ୍ଲଗ୍ ବନେଇବାକୁ ବି ବହୁତ ଲେଟ୍ ହେଉଛି, କାହିଁକିନା ବହୁତ ପରିଶାନରେ ପଡ଼ିଗଲି ହେଲା। ତ କାହିଁକି ଅସୁବିଧା ଅଛି ବୋଲି ବ୍ଲଗ୍ ବନେଇ ପାରୁନି ହେଲା। ଲେଟ୍ରେ ଆସୁଛି ଭିଡ଼ିଓ। 4-5-6 ଦିନ ହେଲା ବ୍ଲଗ୍ ବନେଇ ନଥିଲି, ଆଜି ବନଉଛି ହେଲା। ତ ଚାଲ ଆଜି କ'ଣ ହେଉଛି କ'ଣ ନାହିଁ ଆପଣମାନେ ଏ ବ୍ଲଗ୍ରେ ପାଇବେ ହେଲା। ତ ଚାଲ ଯିବା ଏବେ। ଆଉ ଏ ଗୋଟେ ଆଜି ପୂଜାପୂଜି କରିବା, ଫୁଲ ତୋଳିକି ନେଇଯିବା। ଆଉ ପୂଜା ତ ହେଇନି, ସକାଳଟାରେ ମୁଁ ଗାଧା ପାଧା କରିସାରିଲିଣି, ପୂଜା ହେଇନି। ଫୁଲ କେତେ ସୁନ୍ଦର ଭାବରେ ଫୁଲ ହେଇଛି ଦେଖ, କେତେ ସୁନ୍ଦରିଆ ଫୁଲ। ଆଉ ଏଇପଟେ ଦେଖନ୍ତୁ, ଏଇ ଫୁଲଟା କେତେ ସୁନ୍ଦର ଭାବରେ ଫୁଟିଛି। ୟାକୁ ବି ନେଇକି ପୂଜା କରିବାକୁ ପଡ଼ିବ। ତ ଚାଲ ଏବେ ଫୁଲ ତ ତୋଳିଦେଲି, ବର୍ତ୍ତମାନ ପାଣି ନେବା, ପାଣି ନେଇକି ପୂଜା କରିବା ହେଲା। ରାତି ଆଉ ଖଟୁଥିଲ ପୁରା? ମୁଁ 4ଟା ରାତି ଉଠିଲା ଆସିକି ମେସିନ୍ ଘଡ଼ ହେଇକି ଚାଲିଛି। ମୁଁ କହିଲି କିରେ କ'ଣ କାମ ଚାଲିଛି ପୁରା ଏବେ ସାଙ୍ଗେ ଶୋଇନାହାନ୍ତି ବୋଧେ ଆଉ। ଜୀବନଟା ସେୟା ଆଉ କ'ଣ କରିବା। ଆମେ କେତେ ମେହନତ କରିବାକୁ ପଡ଼ୁଛି ଏଇ ଜିନ୍ଦଗିରେ ହେଲା। ବହୁତ ମେହନତ କରିବାକୁ ପଡ଼ୁଛି। ତ ଚାଲ ଲେଟ୍ କରିବାନି, ଆଗ ପୂଜା କଲା ତାପରେ ବାକି ଯେଉଁ କାମ ସାରିଦେବା ହେଲା। ପୂଜା କରିବାକୁ ହେଲେ ଆମର ଭିତରେ ଗୋଟେ ବି ଟ୍ୟାପ୍ ଲାଗିଛି, ଏଇଠି ବାହାରେ ଗୋଟେ ଟ୍ୟାପ୍ ଲାଗିଛି। ଆଉ ଏଇଠୁ ପାଣି ନେବାଟା ସେଇପଟେ ଗାଧା ଫାଧା କରୁଛନ୍ତି, ଏଇଠୁ ନେଇଯିବା ପାଣି। ଏ ପିଲେ ଆରେ କ'ଣ କରୁଛ? କ'ଣ ବୋତଲ ନେଇକି କ'ଣ କରୁଛ? କ'ଣ କରୁଛ? ପଇସା? ଗୋଟେ ବୋତଲକୁ କେତେ ପଇସା ମିଳୁଛି? 2 କିଲୋକୁ 40। ହଉ ସେଇଟା ସବୁ ଗୋଟେ କି ନେଇଯାଅ ହେଲା। 3 କିଲୋକୁ 60 ଆଉ 2 କିଲୋକୁ 40, ତାହେଲେ କିଲୋ 20 ନା କ'ଣ? ଓହୋ, ନେଇକି ଚକୋଲେଟ୍ ଖାଇବ ଆଉ। ଛୋଟ ଛୁଆ ଦେଖୁଛ କିଭଳିଆ ମେହନତ କରିକି ନେଉଛନ୍ତି ଆଉ, ମିଶାମିଶି କରିକି ଆଉ। ଚାଲ ପୂଜାପୂଜି କରିବା। ଦେଖିଲେ ଛୋଟ ପିଲା କେତେ ପରିଶ୍ରମ କରୁଛନ୍ତି ଗୋଟା ଗାଡ଼ି କରିକି ଖାଇବା ପାଇଁ କେବଳ ହେଲା। ଖାଇବା ପାଇଁ କେବଳ ଛୋଟ ପିଲାମାନେ ବୋତଲ ଭଲ ମନ୍ଦ ଗୋଟେଇକି ନେଉଛନ୍ତି ହେଲା।
ଏବେ ଗାଇସ୍ ଠାକୁର ପୂଜାପୂଜି ସରିଲା ବର୍ତ୍ତମାନ ଆଉ ବାକି ରହିଲା ଖିଆପିଆ କରିବା। ଆଜି ତ ଗ୍ୟାରେଜରେ ମାନେ କାଲିଠୁ ଗ୍ୟାସ୍ ଶେଷ ହୋଇଯାଇଛି ହେଲା। କାଲିଠୁ ଗ୍ୟାସ୍ ଶେଷ ହୋଇଯାଇଛି ଉଲ୍ଟେଇକି ରଖାହେଇଛି। ଗ୍ୟାସ୍ ଶେଷ ହୋଇଯାଇଛି ରୋଷେଇବାସ କିଛି ନାହିଁ। ଆଜି ଦେଖିବା ପଖାଳ ଥିଲା ପଖାଳ ଖାଇଦେବା କ'ଣ ପଖାଳକୁ ମିକ୍ସଚର ସକାଳୁ ବେଳକୁ ଖାଇବା କଥା ଆଉ ହେଲା। ଦୁଃଖୀ ମଣିଷ କ'ଣ କରିବା। ତ ଚାଲ ଖାଇଦେବା ଫାଷ୍ଟ ଖାଇକି ତାପରେ କ'ଣ କରିବା। ଆଉ ଗୋଟେ ଜିନିଷ ଆପଣଙ୍କୁ ଦେଖାଉଛି ଏ ଇନୋଭାଟା ପୁରା ଭିତରଟା ପୁରା ଫିଟିଙ୍ଗ ସରିଲାଣି। କାଲି ଫିଟିଙ୍ଗ କରିଦେଲି ଟୋଟାଲ ଆଉ ପ୍ରାଇମର ମାରିକି ପୁରା ରଖାହେଇଛି। ଗୋଟେ ଭାଇ ଜଣେ କମେଣ୍ଟ କରିଥିଲେ ମାନେ ଇନୋଭା ଗାଡ଼ି ପେଣ୍ଟିଂ ସରିଲାଣି ଭାଇ। ଇନୋଭା ଗାଡ଼ି ଆଜି ପର୍ଯ୍ୟନ୍ତ ଧରି ପେଣ୍ଟିଂ ସରିନି କାହିଁକିନା ତା'ର ବହୁତ କାମ ଥିଲା ହେଲା। ତଥାପି ଆଉ କିଛି କାମ ବି ବାକି ରହିଛି। ତା ବମ୍ଫର ଯେଉଁ ଫେଡ଼ା ହେଇଯାଇଥିଲା ତାକୁ ଟିକେ ଫାଇବର ୱେଲ୍ଡିଂ କରାହେବ। ଆଉ ବର୍ତ୍ତମାନ ସବୁ ଲାଇନ୍ ଲେବୁଲ୍ କାମ ସରିଯାଇଛି ହେଲା। ଆଉ ପ୍ରାଇମର ମାରା ହେଇଯାଇଛି ତ ଦେଖିଲା ଏଇ ଦୁଇ ପଟ ସାଇଡ଼୍ ଯାକ ଏଇପଟ ପ୍ରାଇମର ମରା ହେଇଯାଇଛି। ଆଉ ବାକି ରହିଲା କଲର୍ କରାହେବ ହେଲା। ତ ଚାଲ ଫାଷ୍ଟ ଖାଇଦେବା ତାପରେ କାମରେ ଡ୍ୟୁଟିରେ ବାହାରି ପଡ଼ିବା ହେଲା। ଏବେ ପଖାଳ ଭାତକୁ ମିକ୍ସଚର ଦେଖିପାରୁଥିବେ ସକାଳ ଖାଇବାଟା କାହିଁକିନା ପଖାଳ ନ ଖାଇଲେ ସକାଳୁ କାମ ଠିକ୍ସେ ବି କାମ କରିପାରିବେନି ହେଲା। ସକାଳୁ ନିହାତି ଦରକାର ପଖାଳ ଖାଇବାଟା ହେଲା। ଚାଲ ଖାଇବା। ଆଜି ତ ଗ୍ୟାସ୍ ଶେଷ ହେଇଯାଇଛି ଆଉ ସକାଳୁ କିଛି ରୋଷେଇବାସ ହେଲାନି। ଯାହା ହଉ ଭାତ ଥିଲା ବୋଲି ପଖାଳ ଖାଇଦେବା କଥା। ଜଳଖିଆ ଖାଇକି ରହିହେବନି। ନିଅ ଖାଅ। ଆରେ ଡେଲି ମୂଷା ଖାଇଦେଉଛି ଆଜି ତମେ ଖାଇଦିଅ। ମୁଁ ଖାଇସାରିଲିଣି। ହାତ ଦେଖୁନ ହାତ ଦେଖେଇ ପାଣି ଗୁରା ଆସିବ। ହଁ ପାଣିରା ପଡ଼ିଯିବନି ତଳେ। ମୂଷା ଡେଲି ଖାଇଦେଉଥିଲା ଆଜି ସଦାବେଳେ ମୂଷା ଖାଇଦେଉଥିଲା। ଆଜି ତାକୁ ବାଲ୍ଟି ଭିତରେ ରଖିଲି ମୁଁ ତ ଖାଇ ଦେଇଥିଲି ଆଗୁଆ। ଆଉ ଖାଲି ଆକାଶ ଯାଇଥିଲେ ବର୍ତ୍ତମାନ ଖିଆପିଆ ସରିଲା। ତ ଚାଲ ଡ୍ୟୁଟିରେ ଲାଗିଯିବ। ଆଉ ମିରର କଭର କେଉଁଠି ଥୁଆ ହେଇଛି ଗାଡ଼ି ଭିତରେ? ମିରର କଭର ଖୋଲା ହବ ନା? ଏଇ ନାଲି କଭରଟା କଲର ହବ ବୋଧେ। ଆଚ୍ଛା ସେ କାରର ମିରର ଖୋଲା ହେଉଛି କଲର ହେବା ପାଇଁ। ୟାକୁ ଦେଖ ଗ୍ୟାପ୍ ହେଇଛି ତାକୁ ଖୋଲା ହେଉଛି ଆଉ ହେଲା। ଚାଲ ଖୋଲିବା। ବର୍ତ୍ତମାନ ବାହାରି ପଡ଼ିଲା ବର୍ତ୍ତମାନ କଭର ବାହାରି ପଡ଼ିଲା ଦେଖ। କ'ଣ ଆରେ ଶୁଣି ଆରେ ଗୋଟେ କାମ ପଇସା ଦରକାର ଥିଲା ତ କିଡ଼ନୀଟା ନେଇଥାନ୍ତୁ ବିକିଥାନ୍ତୁ କିଛି ପଇସା। ଆରେ ତୁ ବି ନେବୁ ଏଇଥିରୁ ଭାଗ ପାଇବୁ ହେଲା। କ'ଣ କହୁଛୁ? ହଁ ଏଇ ଗୋଟେ ତ ତୋର ଦିଟା ଅଛି ହେଲା। ଗୋଟିଏ ଦେଇଦେଲେ ବାସ୍ ଲକ୍ଷେ ଟଙ୍କା ମିଳିଯିବ ହେଲା। ଆମ୍ବଲେଟ୍ କରିକି ଖାଇବ କିଡ଼ନୀ। ନାଇଁ ଶୁଣି ତୁ ରାଜି ହବୁ ନା ନାଇଁ କହିଲୁ? କାହିଁକି? ଆରେ ଆଜି ଦିନଟା ଏଇଠି ରହିଯା ହେଲା। ତୋର ଗୋଟାଏ କିଡ଼ନୀ କାଢ଼ିକି ଦେଇଦେବା ମେଡ଼ିକାଲରେ। ଲକ୍ଷେ ଟଙ୍କା ବିଶ୍ୱାସ କର ଲକ୍ଷେ ଟଙ୍କା ପାଇବୁ। ତୁ ପାଇବୁ 50,000 ଆମକୁ 50,000 ଦେଇଦେବୁ। ଆମେ ଆଉ କ'ଣ ପାଇଁ ଡାକୁଥିଲୁ କି ସମସ୍ତେ ସେଇଟା ପାଇଁ ଡାକୁଥିଲୁ। ଆରେ ପଳଉଛୁ କାହିଁକି? ଏ ଧଇଲ ତାକୁ ଧର ପଳଉଛୁ ପଳଉଛୁ କୁଆଡ଼େ ପଳଉଛୁ କହ? ଧର କିଡ଼ନୀ ଚୋର ଏଇଟା ଧର ସେଟା ପଳେଇଛି ଦିଆ ମାରିକି। ତାର ଏତେ କିଡ଼ନୀରେ ଲୋଭ ବିଷୟକର ହେଲା ଡିଆଁ ମାରିକି ପଡ଼ିଲା। ଆଉ ଗାଇସ୍ ମୁଁ ଯେଉଁ କହୁଥିଲି ଆପଣମାନଙ୍କୁ ଗୋଟେ ଜରୁରୀ କଥା କହିବାର ଅଛି। ତ ମୁଁ ଫାଷ୍ଟ ଆପଣମାନଙ୍କୁ କହିଦେଉଛି ହେଲା। ତ
किछिटा प्रॉब्लम अच्छी यूट्यूब चैनल है तो सीधा व्यू भी आसुनी मोर तो कंटिन्यू ब्लॉग बनैले हेले भी व्यू टोटाल आसुनी ब्लॉग बन लाभ कौन है लोक मैंने तो देखुना बहुत मुस्किल विचार करूँ जमी जो मोमेंट रे मु ब्लॉग बनाऊँगी है कम को नहीं कि कम इाड़ू कंटिन्यू चलती इाड़ू खाइला पीला आसिक राति 12टा गोटे हो जाऊँगी ब्लॉग बहुत टाइम भी लगुच एडिटिंग करने को थंबनेल बनवाक आईपाई भी मुझे भावुली वीडियो वीडियो किसी बनैबी छाड़देवी बोली है किंतु कंटिन्यू ब्लॉग भी पकई पाऊनी आईपाई सदा लेट होगी व्यू भी आसना भी गोटे खुशी लगा व्यू भी आसनी लोक मैंने देखते सीना गोटे कंटिन्यू हेल्ले भी कमेंट कमेंट तो जहाँ छोट मोटे दौरान है जदि देखते ताहले खुशी हाँ है लोक आम छोट यूट्यूबर मान कई सपोर्ट दूना है से हूँ गोटे प्रोब्लेम कहीं सब देखुं पब्लिक है ना ये गोटे बड़ क्रिएटर आर भिडियोटा ऑन करवा आर भिडियो भल लगे कि आम मानक आम जो छोट क्रिएटर माने जो ब्लॉग छाड़ुचु है से मैंने जो भिडियो देखुं ये कौन फालतू ब्लॉग पकई ये कौन भाई विचार करूँ फास्ट भिडियोटा को देखूँ फास्ट लास्ट तुम देखिए जदि भिडियो भल लगे कि खराब लगे तो निश्चित कमेंट रे भी जनइबे है तो आपण आम समस्ते ये छोट रू बड़ स्टेप को जाइए किए आउ सडन ऊपर उठी जाइए के क्या सहित है से आम कौन होना यह हूँ प्रोब्लेम व्यू आसुनी किसी आसुनी से भावी ब्लॉग फ्लॉग छाड़ी बोली कौन है बहुत बड़ा टेंशन है तो मुझे आज बहुत बड़ा टेंशन में पड़ जाइए कहीं से व्यू सकाशे व्यू आसुनी वीडियो अपलोड कले डाउन हो व्यू टोटाल जाऊनी वीडियो तो सठिक उपाय टाइम हेले भी टाइम रे हेले भी अपलोड कले भी से वीडियो भी ग्लो होनी कौन पाई मुझे जानी भाई प्लीज गोटे कमेंट रे निश्चिंत देवे कहीं केमी मेरे ब्लॉगटा अपलोड कले भाइराल हम कि व्यू आसो लोक देखिए से मुझे आपण मानू हेल्प मागुची आपण टे कमेंट निश्चिंत करूँ है से ब्लॉग रे निश्चिंत कमेंट करेंगे कौ टाइम रे कौन अपलोड कले तो व्यू आसो जानी तो कौन एमती हो मो सहित देखा वीडियो को लास्ट पर्यटन देखो ये परिस्थिति में पड़ जाइए से वीडियो छाड़देवी भावुली है तो आग ये वीडियोटा अपलोड करे कमेंट कौन दौरान लोक मैंने मुझ आग पढ़ा ब्लॉग आग को शूट करी कि न शूट करी है मो पर डिफरेन्स अच्छी है तो सपोर्ट भाई की टे कर है चैनल को टे सब्सक्राइब निश्चिंत कर बहुत मेहनत कर गाइस से पटे तो आमर कम माने इनोवार कम कंप्लीट करके पलि आसिले बर्तमान बहुत जोर गरम भी लगुच भाई विचार करूँ खरा जो रेट रे होना है बहुत जोर गरम लगुच आग एसीटा देकी गाड़ी आगू देकी भीतर को गाड़ी किसी कम भी अच्छी है गाड़ी देख गियरटा कि भाया सिस्टम दी सब अलग अलग ऑटो क्लच यहाँ है बहुत कम हेले शुणु आहरी बहुत कम माने ये गाड़ी काम अच्छी कलर पेंटिंग काम आ मो काम अच्छी डेंटिंग काम है चलो जीवा जाऊनी एसी होनी कौन आज खराटा देख कि भाया एसी एसी देले हेले विषय करूँ एसी देले हेले गरम प्रबल हाँ हाँ पवन टे हो चलो जीवा बैक करके गाड़ी हो टाइम ए 2टा बाजिगला किंतु एबे खिया पिया सरीनी कहीं
ଗ୍ୟାସ୍ ସରିଯାଇଥିଲା, ଗ୍ୟାସ୍ ଏବେ ଆସିଲାଣି ହେରି। ଆଉ ଆସିକି ଏଠି ମୁଁ ବସିଛି, ସେ କାମ ତ ମୁଁ ସାରିଦେଲି। ଆଉ ଏଇ ଗାଡ଼ିର ଯେଉଁ ହାଲତ ଦେଖ, ଏଇ ଗୋଟେ କୁକୁର ଶୋଇଛି ଏଠି। ଏଇଟା ମାନେ ଯେଉଁ ଚୋରି ହେଇଥିଲା ତାକୁ ଚାତଲ ଫାତଲ କାଟି ଦେଇଛି, କାଟିକି ପୁରା ରେଡ଼ି କରିଦେଇଛି। ଆଉ ଏଇଠି ଆସିକି ସଦାବେଳେ ମୁଁ ବସେ, ଖାଇସାରିଲେ ଏଠି ବସେ ମୁଁ, କିନ୍ତୁ ଆଜି ଆଗୁଆ ବସି ପଡ଼ିଛି ନା ଜୋରିଆ ଖରା ହେଉଛି ଯେ ଏଇଠି ଗଛ ଛାଇ ଗଛଟା ଅଛି ଏଠି। ଆଉ ଗଛ ଥିବାରୁ ଏଇଠି ପବନ ବାଡ଼େଇଲେ ପୁରା ଛାଇ, ପୁରା ଥଣ୍ଡା ପବନ ବାଡ଼େ, ଏସି ଭଳିଆ ହେଲା। ସେଥିପାଇଁ ଆସିକି ଏଇଠି ମୁଁ ବସେ। ଆଉ ସେଇଠି ତ ଟିଣକୁ ତାତି ଯାଉଛି ପୁରା ଗରମ ହେଇକି, ସେଥିପାଇଁ ଏଇଠିକି ସଦାବେଳେ ସମସ୍ତେ ବି ଏଇଠିକି ପଳେଇ ଯାଉଛନ୍ତି। ଆଜି କିନ୍ତୁ କେହି ନାହାନ୍ତି। ସିଟ୍ ଫିଟ୍ର ସବୁ କାଢ଼ି ଦେଇଥିଲି ଏଇ ଗାଡ଼ିର ହେଲା। ଆଉ ପବନ ଯେଉଁ ରେଟ୍ରେ ହେଉଛି ଆପଣମାନେ ତ ଗେସ୍ କରିପାରୁଥିବେ। ପବନ ହେଉଛି ଏଠି, ଗଛ ଡାଳ ଫାଳ ହଲୁଛି। ବହୁତ ଭଲ ଲାଗୁଛି, ପବନ ହେଉଛି ସେଠି ଠିଆ ହେଲେ, ଜୋରିଆ ପବନ ବି ଏବେ ହେଉଛି। ଆଉ ଚାଲ ଆମେ ଖିଆପିଆ କରିଦେବା, ହାତ ଭାତ ଧୋଇକି କାମ ଦାମ ସାରିକି ଖିଆପିଆ କରିଦେବା। ଆଉ ଏଇଠି ଆମର ସମସ୍ତେ କାମରେ ଲାଗିଛନ୍ତି। ଆଉ ଇଏ କ'ଣ ଟେପିଂ ଚାଲିଛି? ଏଇ ଏବେ କ'ଣ ଗରମ କେମିତି ଅଛି ସୁଶୀଲ ଭାଇ? ଦେହ ପୁରା ଥଣ୍ଡା ଲାଗୁଛି ଏଇ ଟିଣ ତଳୁ, ନାଇଁ କ'ଣ? ହଁ। ଆଉ ଆକାଶ ଭାଇ ତମକୁ? ମତେ ଟିଣ ପୋଡ଼ ପିଇବାକୁ ଇଚ୍ଛା ହଉଥିବ ନିଶ୍ଚିନ୍ତ। ଟିଣ ପୋଡ଼ ତ ମତେ ପିଇବାକୁ ଇଚ୍ଛା ହୁଏ, କିନ୍ତୁ ତମେ ଦେଲେ ମୁଁ ପିଇବି। କିନ୍ତୁ କ'ଣ କରାଯିବ, ବିଲ୍ ଥିଲେ ଟିଣ ପୋଡ଼ ଆସିବ, କିନ୍ତୁ ବିଲ୍ ତ ନାହିଁ। ଆଉ କ'ଣ କରିବା? ରୋଷେଇ ସରିଲାଣି? କ'ଣ ଏଇ ରୂପ, କି ରୂପ ଏଇଟା? ସେ ପୁରା ଆଜି ଖରା ଦେଖୁଛ କେମିତି ହଉଛି। ଦେଖନ୍ତୁ କ'ଣ ହେଇଛି ଏବେ ବର୍ତ୍ତମାନ ଧୁଆ ଧୋଇ ସରିଲା ହାତ ଗୋଡ଼। ଆଉ ବର୍ତ୍ତମାନ ଏବେ ଖାଇବା ପିଇବା ହେବ। ଦେଖ ଏଇ କୋଳିଟା ଆପଣମାନେ ଗେସ୍ କରିପାରୁଥିବେ ମାସକୁ କେତେ ଥର ହେଉଛି ଏଇ ବଉଳା କୋଳି। ପୁଣି ଆଉ ଥରେ ଗଜା ହେଲାଣି, ମାନେ ଫୁଲ ଫୁଟିଲାଣି ହେଲା। ଏଇଠି ଆମର ପାଣି କୁଣ୍ଡ, ଏଇଠି ସବୁ। ତ ଚାଲ ଆମେ ଯିବା ଏବେ। ଭାତକୁ ଡାଲମା, ଫ୍ରେଣ୍ଡସ୍ ଏବେ ଖିଆପିଆ ସରିଲା। ଖିଆପିଆ ସରିକି ସେଇ ଯେଉଁ ଗାଡ଼ିରେ ବସିଥିଲି ଆଗରୁ, ସେ ଗାଡ଼ିରେ ଆସିକି ବସି ପଡ଼ିଲି। ତ କାହିଁକିନା ରେଷ୍ଟ ନେବାକୁ ପଡ଼ୁଛି। ଆଉ ଏଇପଟେ ଆଗର କାଚ ଖୋଲା ହେଇଯାଇଛି ନା, ହାୱାଟା ଏପଟୁ ଆସୁଛି ହେଲା। ସେଥିପାଇଁ ଏସି ଭଳିଆ ପବନ ବାଡ଼ଉଛି, ଏଠି ବସିବାକୁ ବହୁତ ନିରାପଦ ଲାଗେ। ଆରେ ଚାଲା, ଏ କୁକୁରକୁ ଏତେ ଗରମ ଲାଗୁଛି, ପଙ୍କ ହେଇକି ପୁରା। ଏଇ ଏମିତି କ'ଣ ହେଇଛ ଭାଇ? ଟମି ଟମି ଏ କ'ଣ କରୁଛି? ଟମି ଏଇନାକୁ ଏତେ ଗରମ ଲାଗୁଛି, ପଙ୍କରେ ଯାଇକି ଶୋଇକି ପଳେଇ ଯାଉଛନ୍ତି। କାଦୁଅ ମାଟି ସବୁ ତାଙ୍କ ଦେହ ସାରା। ରାତିରେ ଜଣଙ୍କର ବର୍ଥଡେ ହେଉଥିଲା, ସେ ଆଗରେ ବର୍ଥଡେ ହେଉଥିଲା ହେଲା। ସେ ତା ସାଙ୍ଗମାନେ କ'ଣ ମାଲ ଫାଲ ଖାଇକି ସବୁ ତାକୁ କ'ଣ କରୁଛନ୍ତି ନା ପଙ୍କ ଭିତରେ ପକାଇ ଦେଇଛନ୍ତି। ପଙ୍କ ଭିତରେ ପକାଇ ଦେବାରୁ ସେ ଝାଡ଼ା ମଇଳା ଭଲ ମନ୍ଦ ସବୁ କିଛି ସେଇଥିରେ ଆସୁଛି ହେଲା। ତ ଆସିବାରୁ ତାକୁ ଚାରିଆଡ଼େ ମାନେ ତଡ଼ିଲେ ଏମିତି ଆମ ସେଇ ଗ୍ୟାରେଜ ଭିତରେ ପଶିକି ତାପରେ ବହୁତ ସାରା କୁକୁର, ଯେତିକି କୁକୁର ଏଇଠି ବୁଲୁଛନ୍ତି ସବୁତିକ କୁକୁର ତଡ଼ିକି ଆସିକି ଡାଇରେକ୍ଟ ଆମ ଗ୍ୟାରେଜ ଭିତରେ ପଶିକି ସେଇଠୁ ମୋତେ କହିଲା, ଭାଇ କେଉଁଠି ପାଣି ଭଲ ମନ୍ଦ କେଉଁଠି ଅଛି? କୁକୁରମାନେ ଭୁକୁଛନ୍ତି ଏଇପଟେ। ଆମ ଦେଖୁଛନ୍ତି ଏଇ ଟାଙ୍କି ହେଲା, ଏ ଟାଙ୍କିରେ ସେ
से गाधेला गाधे सब सफा कर केक फेक सब किसी झाड़ा मल बहुत लगी विश्वास कर मैला एत लगी मुह कान कि देखा जाऊला कुकुर मैंने अना अनी करी माने कुकुर मैंने भुका भुकी करी बहुत यात्रा हो जाता काली राति 12टा 1 राति पर्यटन खाली भुकुदान है यहाँ कम चलती देख संजय आमर फिटिंग बस डोर मुझे लाइन लेवल कर देख कम बर्तमान यहाँ अलवा डोर चेंज है से लगौं कम सर केमी कम हो देखे गाइस देखो आमर ये माने ये कलर मारा हम बोली पूरा रेडी करा है गाड़ी तो पूरा पेपर घोड़ा है बटा ये गाड़ीटा पूरा माने कलर मारा हम फुल ये गाड़ी पूरा फुल मारा हम भी ये प्राइमर मारिक पूरा सेटिंग है पूरा रेडी है बर्तमान राति राति भावुँ कलर उड़े दे बोले है दिन जाक तो वीडियो देखिले बर्तमान वीडियो केमती कौन भल मंद आपण तो कहली सब व्यूज आसुनी बोली ए वीडियोटा मु ब्लॉगटा बनई आदि आप मतामत केमी लगे ब्लॉगटा है सो वीडियो जदि भल लगी प्लीज गोटे लाइक टे शेयर सब्सक्राइब निश्चित न करियो गाइस भूलिबेनी केबे सो देखा नेक्स्ट ब्लॉग सो बाय बाय जय जगन्नाथ।